तो हेलो गाइस, नमस्कार। मैं हूँ आप सबका देव। वेलकम बैक माय वीडियो। तो ये मोर सेकंड वीडियो जोटा कि फेस कैम सहित। तो ନୂଆରେ ମୁଁ ବ୍ଲଗିଂ କରିବା ଷ୍ଟାର୍ଟ କରୁଛି। ତ କେମିତି ବ୍ଲଗିଂ କରାଯାଏ ସେ ବିଷୟରେ ଟିକେ ଜାଣିନି। ତ ଯଦି କିଛି ଭୁଲ ଭାଲ କରୁଥାଏ ତ କ୍ଷମା କରିଦେବେ। ତ ଆମେ ଆଜି ସନ୍ଧ୍ୟା ବର୍ତ୍ତମାନ ଟାଇମରେ ଆମେ ବାହାରିଛୁ ବୁଲିବା ପାଇଁ। ମାନେ ଟିକେ ମାଇଣ୍ଡ ଫ୍ରେଶ କଲା ପରେ ଟିକେ ବୁଲିବା ପାଇଁ ଆସିଛୁ। ତ ଦେଖିପାରୁଥିବା ଆପଣ ଜାଗା ଯାକ। ତ ଏ ଜାଗା ଆମ ଘର ଠାରୁ ପାଖାପାଖି ଗୋଟେ 1 କିଲୋମିଟର ଦୂର ହବ। ତ ଏମିତି ମାଇଣ୍ଡ ଫ୍ରେଶ କରି ବୁଲିଲା ପରେ ଆସିଛୁ। ତ ଆପଣମାନେ ମୋତେ ସପୋର୍ଟ କରନ୍ତୁ ଆଗକୁ, ଯେମିତି ମୁଁ ଠିକ୍ ଠାକ୍ ଭାବରେ ଭିଡ଼ିଓ ବନେଇ ପାରିବି। ଟିକେ ଜାଣିପାରିବି କି କେମିତି ବ୍ଲଗ୍ ଯାକ କରାଯାଏ। ତାପରେ ଠିକ୍ ଠାକ୍ ଭାବରେ ଭିଡ଼ିଓ ବନେଇ ପାରିବି। ଯଦି ଯଦି ଭୁଲ ଭାଲ କିଛି କହୁଥାଏ କିମ୍ବା ଭୁଲ ବୋଲେ ଖରାପ ବ୍ଲଗ୍ସ ଯାକ ବନାଉଥାଏ ତ ମୋତେ କମେଣ୍ଟରେ କୁହନ୍ତୁ। ମୁଁ ମୋର ଷ୍ଟାଇଲଟାକୁ ମାନେ ବ୍ଲଗ୍ ଷ୍ଟାଇଲଟାକୁ ଟିକେ ଚେଞ୍ଜ କରିବି। ଆଉ ଚେଞ୍ଜ ତ କରିବାକୁ ପଡ଼ିବ ଏକା। ଯେ ଯଦି କେଉଁଟା ଭୁଲ ହଉଥାଏ ତାହେଲେ କହିବ ମୋତେ କମେଣ୍ଟରେ। ତ ଏଇ ନଜାରାଟିକୁ ଟିକେ ଏନ୍ଜୟ କରନ୍ତୁ ଆଉ। ତ ଏଠି ପାଖରେ ସେ ପାଖରେ ମାଣ୍ଡିଆ ଚାଷ ହେଇଛି। ଅଧା କାଢିଛନ୍ତି ତ ଅଧା ଅଛି। ଚାଲନ୍ତୁ ମୁଁ ତମକୁ ପାଖକୁ ଯାଇ ଦେଖେଇବି। ଏଠି ସବୁ ମାଣ୍ଡିଆ ଯାକ ପୁରା ପଡି ଯାଇଛି। କିଏ ଦେଖିଲେ ଗାଳି କରିବ ବୋଧେ, କିନ୍ତୁ ପଶି ଯାଉଛି ପୁରା। ଏ ଦେଖନ୍ତୁ ମାଣ୍ଡିଆ ଯାକ ଚାଷ କରାଯାଇଛି। ହଁ, ସେପଟେ ବି କରାଯାଇଥିଲା ବର୍ଷେ ଆଡୁ କାଢି ଦେଇଛନ୍ତି ସବୁ। ଟିକେ ଏଠି ଟିକେ ବାକି ଅଛି। ମୁଁ ତମମାନଙ୍କୁ ଆଉ ଗୋଟେ ଜିନିଷ ଦେଖେଇ ଦଉଛି। ଆମ ଗାଁ ମାନଙ୍କରେ ସବୁ ଦେଖାଯାଏ ବହୁତ। ତ ଦେଖନ୍ତୁ, ଏଟା ଧାନ ଯାକ ଗଦା କରୁଛନ୍ତି ପୁରା। ବର୍ତ୍ତମାନ ଏବେ କଟାକଟି ଚାଲିଛି। ସନ୍ଧ୍ୟା ଟାଇମ ଟିକେ ଭଲସେ ଦୁଶୁନଥିବ ଆପଣ ମାନଙ୍କୁ। ତ ସବୁଆଡେ ଏବେ ବର୍ତ୍ତମାନ ଧାନ କଟାକଟି ଚାଲିଛି। ତ ଆଗରେ ଏମିତି ନଥିଲା ବୋଲେ ବର୍ତ୍ତମାନ କଣ ହଉଛି ନା, ଧାନ କାଟିକି ପୁରା ଗଦା କରିଦଉଛନ୍ତି ଖାଲି ଠାରେ। ତାପରେ ନାଇଁ କି ମେସିନ ଆଣିକି ପୁରା ସେଠି ଭର୍ତ୍ତି କରିଦଉଛନ୍ତି। ଧାନକୁ ଧାନ ପାଳକୁ ପାଳ ହେଇଯାଉଛି। କିନ୍ତୁ ବର୍ତ୍ତମାନ ଆଗ ସମୟରେ ଏମିତି ନଥିଲା। ତ ଅଧାରୁ ଅଧିକ ଲୋକ ତ ଜାଣିଥିବେ ସେ ବିଷୟରେ। ଆଗରୁ କେମିତି ହଉଥିଲା ନା, ଧାନ କାଟିଲେ ତାପରେ ନାଇକି ତାକୁ ଧରି ଆଣିକି ଗୋଟେ ଖୋଲା ଟିକେ ସଫା ସ୍ଥାନ ପକାଯାଉଥିଲା। କେତେ ଦିନ ପର୍ଯ୍ୟନ୍ତ, ବହୁତ ଦିନ ଧରି ରହୁଥିଲା। ପ୍ରାୟ ମାସେ 2 ମାସ ପାଖାପାଖି ରହୁଥିଲା। କିନ୍ତୁ ହଁ, 2 ମାସ ପାଖାପାଖି ରହୁଥିଲା। ତାପରେ ଆହୁରି କିଏ କିଏ ସାଙ୍ଗେ ସାଙ୍ଗେ ବି ସେଟା ଧାନ ଅମଳ କରିଦଉଥିଲେ। ଧାନ ଅମଳ କରିବାର ବି ଗୋଟେ ଟେକ୍ନିକ ପୁରା ଥିଲା। ଯାହାକି ଗାଈ ମଇଁଷି ସହିତ କରୁଥିଲେ। ମାନେ ସେ ଖୋଲା ସଫା ସ୍ଥାନରେ ନାଇଁ କି ପୁରା ଚାରିଆଡେ ରାଉଣ୍ଡରେ ପୁରା ଧାନ ପକେଇ ଦଉଥିଲା, ବିଞ୍ଚି ଦଉଥିଲେ। ତାପରେ ନାଇଁ କି ଗାଈ ଗୋରୁ ସାହାଯ୍ୟରେ ତାକୁ ପୁରା ରାତିରେ, ମାନେ ଏମତି ସନ୍ଧ୍ୟା ଟାଇମ ରେ ଆରମ୍ଭ କରୁଥିଲେ। ରାତି 9ଟା 10ଟା ଯାଏଁ ତାକୁ ଗାଈ ଚାଲୁଥିଲେ ସେ ଉପରେ, ଧାନ ଉପରେ। ତାପରେ ସକାଳେ ବି ଚଲାଉଥିଲେ ସେ ଉପରେ। ଆଉ ସେଠୁ ତାଙ୍କ ଗୋଡ ବାଜିକି ସେଠୁ ଧାନ ଝଡି ପଡୁଥିଲା। ତାପରେ ପାଳକୁ ପାଳ କରିଦଉଥିଲେ ଆଉ ଧାନକୁ ଧାନ କାଢି ଦଉଥିଲେ। ତାପରେ ସେତିକିରେ କାମ ଶେଷ ନାହିଁ। ତାପରେ ମଧ୍ୟ ନାଇକି ତାକୁ ଗୋଟେ ସ୍ଥାନରେ ଗଦା କରି କୁଲାରେ ନେଇକିନା ତାକୁ ଉଡଉଥିଲେ। ଯାହା ପାଖରେ ସେ ଧାନ ଗୁଡା ଫେନ୍ ଥିଲା ତା ତ ଇଜି ହେଇଯାଉଥିଲା। ବଟ୍ ଆହୁରି ଅନେକ ଲୋକ ଥିଲେ, ଆମେ ବି ସେମିତି କରୁଛୁ। ଆମ ଘର ଲୋକ
କରିଛନ୍ତି, ମୁଁ ତ କରିନି। ଦେଖିଛି କି ଆମର ସେ ଧାନ ଗୁଡ଼ା ଫ୍ୟାନ୍ ନଥିଲା, କିନ୍ତୁ ଗଛ ପବନ ଦ୍ୱାରା ଖାଲି ନ୍ୟାଚୁରାଲ ପବନ ଦ୍ୱାରା ତାକୁ ଉଡ଼ଉଥିଲେ, ତାପରେ ତାକୁ ବସ୍ତାରେ ପ୍ୟାକ୍ କରିକି ଘରେ ରଖୁଥିଲେ। ପୋଖରୀଟା ସେ ଗଛ ଦୁଶୁଛି, ଏ ପୋଖରୀଟା ବହୁତ ସୁନ୍ଦର ଦିଶେ ବର୍ଷା ଦିନେ। ମାନେ ପୁରା ପୋଖରୀ ମଝିରେ ଚାରିଆଡ଼େ ଘାସ ଯାକ ହେଇଯାଇଥାଏ, ତାପରେ ନାକି ମଝିରେ ପୁରା ଖୋଲା ପାଣି ଥାଏ, ବହୁତ ସୁନ୍ଦର ଦିଶେ। ତମକୁ ଦିନେ ହେଲେ ଦେଖେଇବି, ଯଦି ଚାନ୍ସ ହବ ତ ଆର ନେକ୍ସଟ ଇୟରରେ ବର୍ଷାରେ ମୁଁ ତୁମକୁ ଦେଖେଇବି ସେ ଭିୟୁଟା, ବହୁତ ସୁନ୍ଦର ଦିଶେ। ତ ଏତିକିରେ ମୁଁ ମୋର ବ୍ଲଗ୍ ଶେଷ କରିବା ପାଇଁ ଚାହିଁବି, କାରଣ ଏତେ ଏକ୍ସପିରିଏନ୍ସ ନାହିଁ, କିଛି କହିବାକୁ ବି ଠିକ୍ ସେ ହେଉନାହିଁ, ପାଟି ଲାଗିଯାଉଛି। ତ ଏତିକିରେ ମୁଁ ଶେଷ କରୁଛି। ଜୟ ଜଗନ୍ନାଥ।